ଭାଇ, ତୁମେ କହୁଛ ମୁଁ ମୋ ପୁଅ ପାଇଁ ବହୁତ ଟଙ୍କା ଜମା କରିଦେବି। ସେ ଜୀବନରେ କେବେ ଦୁଃଖ ଦେଖିବ ନାହିଁ। କିନ୍ତୁ ମୁଁ ତୁମକୁ ଏକ ପ୍ରଶ୍ନ ପଚାରିପାରିବି? ଯଦି ଟଙ୍କା ଥାଏ କିନ୍ତୁ ମଣିଷ ହେବାର ସଂସ୍କାର ନଥାଏ, ତାହେଲେ ସେ ଟଙ୍କା ତାକୁ ବଞ୍ଚାଇ ପାରିବ କି? ଯଦି ତାଙ୍କ ହୃଦୟରେ ସମ୍ମାନ ନଥାଏ, ଯଦି ତାଙ୍କ ଚିନ୍ତାଧାରାରେ ଶିଷ୍ଟାଚାର ନଥାଏ, ଯଦି ସେ ବଡ଼ମାନଙ୍କୁ ସମ୍ମାନ ଦେବା ଶିଖିନଥାଏ, ତେବେ ସେଇ ଟଙ୍କା ତାଙ୍କ ଜୀବନକୁ ସଫଳ କରିପାରିବ କି ନା ନଷ୍ଟ କରିଦେବ? ଆଜି ମୁଁ ତୁମକୁ ବନ୍ଧୁ ଭାବେ ନୁହେଁ, ଜଣେ ବାପା ଭାବେ କହୁଛି। ସନ୍ତାନକୁ ଟଙ୍କା ନୁହେଁ, ସଂସ୍କାର ଦିଅ। ଭାଇ, ଟଙ୍କା ଘର ବନାଏ, କିନ୍ତୁ ସଂସ୍କାର ଘରକୁ ପରିବାର କରେ। ଟଙ୍କା ଖାଇବା ଦିଏ, କିନ୍ତୁ ସଂସ୍କାର ଭୋଜନରେ ଆଶୀର୍ବାଦ ଦିଏ। ଟଙ୍କା ସ୍କୁଲରେ ଭର୍ତ୍ତି କରାଏ, କିନ୍ତୁ ସଂସ୍କାର ମଣିଷକୁ ଶିକ୍ଷିତ କରେ। ତୁମେ ଦେଖିଛ କି କେତେ ଧନୀ ଲୋକଙ୍କ ପୁଅମାନେ ଅସଂସ୍କାରୀ ହୋଇ ଘରକୁ ନଷ୍ଟ କରିଦେଇଛନ୍ତି, ଆଉ କେତେ ଗରିବ ପରିବାରର ପୁଅମାନେ ସଂସ୍କାରର ଶକ୍ତିରେ ସମଗ୍ର ପରିବାରର ନାମ ଉଜ୍ଜ୍ୱଳ କରିଦେଇଛନ୍ତି। ଭାଇ, ଟଙ୍କା ଉତ୍ତରାଧିକାର ହୋଇପାରେ, କିନ୍ତୁ ସଂସ୍କାର ହେଉଛି ଚରିତ୍ର। ଜଣେ ବାପାଙ୍କ କାହାଣୀ। ମୁଁ ତୁମକୁ ଏକ ଘଟଣା କହେ। ଦୁଇ ଜଣ ବନ୍ଧୁ ଥିଲେ। ଜଣେ ସରକାରୀ ଚାକିରି କରୁଥିଲେ, ଭଲ ଟଙ୍କା କମାଉଥିଲେ। ଅନ୍ୟ ଜଣ ସାଧାରଣ ଚାଷୀ। ପ୍ରଥମ ବାପା କହିଲେ, ମୁଁ ମୋ ପୁଅକୁ ସବୁ ସୁବିଧା ଦେବି, ସେ କେବେ କଷ୍ଟ ଦେଖିବ ନାହିଁ। ଚାଷୀ ବାପା କହିଲେ, ମୁଁ ମୋ ପୁଅକୁ ସଂସ୍କାର ଦେବି, ସେ କଷ୍ଟକୁ ଭୟ କରିବ ନାହିଁ। ବର୍ଷ କଟିଗଲା। ଧନୀ ବାପାଙ୍କ ପୁଅ ମୋବାଇଲ, ଗାଡ଼ି, ବାଡ଼ି ସବୁ ପାଇଲା, କିନ୍ତୁ ଶ୍ରମର ମୂଲ୍ୟ ବୁଝିଲା ନାହିଁ। ଚାଷୀ ବାପାଙ୍କ ପୁଅ ସକାଳେ ଉଠି କାମ କରିବା ଶିଖିଲା, ବଡ଼ମାନଙ୍କୁ ସମ୍ମାନ ଦେବା ଶିଖିଲା, ସତ୍ୟ କହିବା ଶିଖିଲା। ଫଳ କ'ଣ ହେଲା? ଧନୀ ବାପାଙ୍କ ପୁଅ ଅଭିମାନରେ ଘରକୁ ଭାଙ୍ଗିଦେଲା। ଚାଷୀ ବାପାଙ୍କ ପୁଅ ପରିଶ୍ରମରେ ନିଜେ ଧନୀ ହେଲା, ଆଉ ବାପା ମାଙ୍କ ନାମ ଉଜ୍ଜ୍ୱଳ କଲା। ଭାଇ, ଏଇଠି ଟଙ୍କା ଜିତିଲା କି ସଂସ୍କାର? ସଂସ୍କାର କ'ଣ? ସଂସ୍କାର ମାନେ କେବଳ ନମସ୍କାର କରିବା ନୁହେଁ। ସଂସ୍କାର ମାନେ ସତ କହିବା, ମିଛକୁ ତ୍ୟାଗ କରିବା, ବଡ଼ମାନଙ୍କୁ ସମ୍ମାନ କରନ୍ତୁ, ଛୋଟମାନଙ୍କୁ ସ୍ନେହ କରନ୍ତୁ, ନାରୀମାନଙ୍କୁ ମାନ୍ୟତା ଦିଅନ୍ତୁ, ଦେଶପ୍ରେମ ହୁଅନ୍ତୁ, ଶ୍ରମକୁ ମୂଲ୍ୟ ଦିଅନ୍ତୁ। ସଂସ୍କାର ହେଉଛି ସେଇ ଆଲୋକ ଯାହା ଅନ୍ଧକାରରେ ମଧ୍ୟ ରାସ୍ତା ଦେଖାଯାଏ। ଭାଇ, ସନ୍ତାନ ଆମ କଥାକୁ ନୁହେଁ, ଆମ କାମକୁ ଦେଖି ଶିଖିଥାନ୍ତି। ତୁମେ ଯଦି ଘରେ ମାଙ୍କୁ ସମ୍ମାନ ଦେଉନାହଁ, ପୁଅ କେମିତି ଶିଖିବ? ତୁମେ ଯଦି ମିଛ କହୁଛନ୍ତି, ତେବେ ସେ ସତ କେମିତି କହିବ? ସଂସ୍କାର ଦେବାକୁ ପ୍ରଥମେ ଆମକୁ ସଂସ୍କାରୀ ହେବାକୁ ପଡ଼ିବ। ଭାଇ, ଟଙ୍କା ଥିଲେ ଅହଙ୍କାର ଆସେ, କିନ୍ତୁ ସଂସ୍କାର ଥିଲେ ନମ୍ରତା ଆସେ।
ଅହଙ୍କାର ମଣିଷକୁ ବରବାଦ କରିଦିଏ। ନମ୍ରତା ସମସ୍ତଙ୍କ ହୃଦୟରେ ଜାଗା କରିଦିଏ। ତୁମେ ଚାହୁଁଛନ୍ତି କି ତୁମ ପୁଅ ଲୋକଙ୍କ ଆଖିରେ ଭୟ ହେଉ ନା ସମ୍ମାନ ହେଉ? ଟଙ୍କା ସମୟ ସହିତ ଆସେ ଓ ଚାଲିଯାଏ, କିନ୍ତୁ ସଂସ୍କାର ଜୀବନ ସାରା ରହେ। ବ୍ୟବସାୟ ନଷ୍ଟ ହେଲେ ଟଙ୍କା ଶେଷ, କିନ୍ତୁ ଚରିତ୍ର ଥିଲେ ସେ ପୁଣି ଉଠିପାରିବ। ଭାଇ, ଆମେ ବାପାମାନେ ଜୀବନ ସାରା କଷ୍ଟ କରୁଛୁ, କିନ୍ତୁ ସବୁଦିନ ଆମେ ରହିବୁ ନାହିଁ। ସେହିଦିନ ତୁମ ପୁଅକୁ ରକ୍ଷା କିଏ କରିବ? କ'ଣ ବ୍ୟାଙ୍କ ବାଲାନ୍ସ ନା ତୁମେ ଦେଇଥିବା ସଂସ୍କାର? ଟଙ୍କା ଚୋରି ହୋଇପାରେ, ସମ୍ପତ୍ତି ବାଣ୍ଟ ହୋଇପାରେ, କିନ୍ତୁ ସଂସ୍କାର ଥିଲେ ସେ ହେଉଛି ସେହି ଧନ ଯାହା କେହି ନେଇ ପାରିବ ନାହିଁ। ସେଥିପାଇଁ ଭାଇ, ଆଜିଠୁ ନିଷ୍ପତ୍ତି ନିଅନ୍ତୁ। ଆମେ ସନ୍ତାନକୁ କେବଳ ସୁବିଧା ନୁହେଁ ସଂଘର୍ଷ ଶିଖାଇବା। କେବଳ ଟଙ୍କା ନୁହେଁ ମୂଲ୍ୟବୋଧ ଦେବା। କେବଳ ଘର ନୁହେଁ ଚରିତ୍ର ଦେବା। ସନ୍ତାନକୁ ଟଙ୍କା ନୁହେଁ ସଂସ୍କାର ଦିଅନ୍ତୁ। ଯଦି ଆପଣ ଚାହାନ୍ତି ସଂସ୍କାର। ଭାଇ, ତୁମେ କେବେ ଭାବିଛ କି ଯେଉଁ ଟଙ୍କା ପାଇଁ ଆମେ ଦିନ ରାତି ଖଟୁଛେ, ସେଇ ଟଙ୍କା ଆମ ସନ୍ତାନକୁ ଆମଠାରୁ ଦୂର କରୁନାହିଁ ତ? ଆଜି ମୁଁ ତୁମକୁ ଗୋଟେ ଘଟଣା କହିବି। ସେ ଘଟଣା ଶୁଣିଲେ ତୁମେ ବୁଝିପାରିବ। ଟଙ୍କା ଘର ତିଆରି କରେ, କିନ୍ତୁ ସଂସ୍କାର ପରିବାରକୁ ବଞ୍ଚାଇ ରଖେ। ଗାଁରେ ଦୁଇଜଣ ବନ୍ଧୁ ଥିଲେ, ରଘୁ ଓ ମଧୁ। ରଘୁ ଥିଲେ ବହୁତ ଧନୀ। ବଡ଼ ଘର, ଗାଡ଼ି, ଜମି ସବୁ ଥିଲା। ମଧୁ ସାଧାରଣ ଶିକ୍ଷକ। ଅଧିକ ଟଙ୍କା ନଥିଲା, କିନ୍ତୁ ମନ ଶାନ୍ତ ଥିଲା। ଦିନେ ରଘୁ କହିଲେ, ମଧୁ, ମୁଁ ମୋ ପୁଅ ପାଇଁ 5ଟି ଘର କିଣିଦେଲି। ସେ କେବେ କଷ୍ଟ ଦେଖିବ ନାହିଁ। ମଧୁ ହସି କହିଲେ, ମୁଁ ମୋ ପୁଅକୁ 5ଟି ମୂଲ୍ୟବୋଧ ଶିଖାଇଛି। ସତ, ସମ୍ମାନ, ପରିଶ୍ରମ, ଧୈର୍ଯ୍ୟ ଓ ନମ୍ରତା। ରଘୁ ହସିଲେ, ଏହି ମୂଲ୍ୟବୋଧ ଖାଇବା ଦେବ କି? ମଧୁ ଶାନ୍ତ ଭାବରେ କହିଲେ, ଦିନେ ଦେଖିବୁ। କେତେ ସମୟ କଟିଗଲା। ଦୁଇଜଣଙ୍କ ପୁଅ ବଡ଼ ହେଲା। ରଘୁଙ୍କ ପୁଅ ବିଲାସୀ ଜୀବନରେ ଅଭ୍ୟାସ ହେଲେ। କେବେ ଘରର କଷ୍ଟ ଦେଖିଲା ନାହିଁ, ବାପାଙ୍କୁ ସମ୍ମାନ କରିଲା ନାହିଁ। ମଧୁ ପୁଅ ସକାଳୁ ଉଠି ପଢ଼ୁଥିଲା, ମାଆକୁ କାମରେ ସାହାଯ୍ୟ କରୁଥିଲା, ବଡ଼ମାନଙ୍କୁ ପ୍ରଣାମ କରୁଥିଲା। ଏକ ଦିନ ଦୁର୍ଘଟଣା ହେଲା। ରଘୁଙ୍କ ବ୍ୟବସାୟ ହଠାତ୍ ନଷ୍ଟ ହୋଇଗଲା। ଟଙ୍କା ଗଲା, ସମ୍ପତ୍ତି ବିକ୍ରି ହେଲା। ଏବେ ମୋ ପୁଅ ମୋତେ ସମ୍ଭାଳିବ। କିନ୍ତୁ ପୁଅ କହିଲା, ଆପଣ ମୋ ପାଇଁ କ'ଣ ରଖିଛନ୍ତି? ମୋ ସାଙ୍ଗମାନେ ମୋତେ ହସୁଛନ୍ତି। ମୁଁ ଏହି ଗରିବୀ ସହି ପାରିବି ନାହିଁ। ସେ ଘର ଛାଡ଼ି ପଳାଇଗଲେ। ରଘୁ ଏକା ହୋଇଗଲେ। ଅନ୍ୟପଟେ ମଧୁ ହଠାତ୍ ଅସୁସ୍ଥ ହେଲେ। ପୁଅ ତାଙ୍କ ହାତ ଧରି କହିଲା, ବାପା, ଆପଣ ମୋତେ ସଂସ୍କାର ଦେଇଛନ୍ତି। ମୁଁ ଆପଣଙ୍କୁ କେବେ ଏକା ଛାଡ଼ିବି ନାହିଁ।
ସେ ପରିଶ୍ରମ କରିଲା। ଛୋଟ ଚାକିରିରୁ ଆରମ୍ଭ କରି ବଡ଼ ଅଧିକାରୀ ହେଲା। ଗାଁରେ ସମସ୍ତେ କହିଲେ, ଦେଖ ମଧୁବାବୁଙ୍କ ପୁଅ ଚାକିରିଟି ପାଇଲା ଆଉ ଧନୀ ହେଲା। ଭାଇ, ଯେଉଁ ଟଙ୍କା ପାଇଁ ଆମେ ଶିଶୁକୁ ସମୟ ଦେଉନାହିଁ, ସେଇ ଟଙ୍କା ଦିନେ ଆମକୁ ଏହା କରିଦେଇପାରେ। ତୁମେ ତୁମ ପୁଅକୁ କ'ଣ ଦେଉଛ? ମହଙ୍ଗା ମୋବାଇଲ ନା ମହଙ୍ଗା ଚିନ୍ତାଧାରା? ବଡ଼ ଗାଡ଼ି ନା ବଡ଼ ହୃଦୟ? ଭାଇମାନେ, ସଂସ୍କାର ଦିଅ। ଦିନେ ଆମେ ରହିବୁ ନାହିଁ, ସେହିଦିନ ବ୍ୟାଙ୍କ ବାଲାନ୍ସ ସହିତ ଯିବ ନାହିଁ, ସମ୍ପତ୍ତି ସହିତ ଯିବ ନାହିଁ, କିନ୍ତୁ ତୁମ ସନ୍ତାନଙ୍କ ମନରେ ତୁମେ ଦେଇଥିବା ସଂସ୍କାର ରହିଯିବ। ସେହି ସଂସ୍କାର ତାକୁ ସଠିକ୍ ରାସ୍ତା ଦେଖାଇବ। ଭାଇମାନେ, ଟଙ୍କା ସମୟର ଧନ, ସଂସ୍କାର ଜୀବନର ଧନ। ପରିଚୟ: ସନ୍ତାନକୁ ଟଙ୍କା ନୁହେଁ, ସଂସ୍କାର ଦିଅନ୍ତୁ। ଏକ ବୃଦ୍ଧ ବାପାଙ୍କ ଆଖିରେ ଲୁହ। ଭାଇ, ଜୀବନର ସବୁଠୁ ବଡ଼ ଦୁଃଖ କ'ଣ ଜାଣ? ଯେବେ ବାପା ଜୀବନ ଭରି ଟଙ୍କା କମାଏ ଆଉ ବୁଢ଼ାପା ବେଳେ ସିଏ ବାପା ନିଜ ଘରରେ ଅତିଥି ହୋଇଯାଏ। ଆଜି ମୁଁ ତୁମକୁ ଏମିତି ଏକ କାହାଣୀ କହିବି, ଯାହା ଶୁଣିଲେ ହୃଦୟ କମ୍ପି ଉଠିବ। ହଁ ବନ୍ଧୁମାନେ, ବୃଦ୍ଧାଶ୍ରମର ଶେଷ ଚିଠି। ସହରରେ ଜଗନ୍ନାଥ ନାମର ଜଣେ ବ୍ୟବସାୟୀ ଥିଲେ। ସେ ଜୀବନରେ ବହୁତ ଟଙ୍କା କମାଇଥିଲେ। ବଡ଼ ଘର, 2ଟି ଗାଡ଼ି, ବ୍ୟାଙ୍କ ବାଲାନ୍ସ ସବୁ ଥିଲା। ସେ ଭାବୁଥିଲା, ମୋ ପୁଅକୁ ସେ ସବୁ ସୁବିଧା ଦେଲେ, ମହଙ୍ଗା ସ୍କୁଲ, ବିଦେଶ ଶିକ୍ଷା, ସବୁକିଛି ଜୀବନରେ ଦେଲେ, କିନ୍ତୁ ଏହି ଜିନିଷ ଦେଇପାରିଲା ନାହିଁ, ସମୟ ଓ ସଂସ୍କାର। ସମୟ ବଦଳିଗଲା। ପୁଅ ବିଦେଶରୁ ଫେରିଲା, ବଡ଼ ଅଫିସର ହେଲା। ଏକ ଦିନ ପୁଅ କହିଲା, ବାପା, ଆପଣ ବୃଦ୍ଧ ହୋଇଗଲେ, ଆପଣଙ୍କୁ ଦେଖାଶୁଣା କରିବା କଷ୍ଟକର। ମୁଁ ଆପଣଙ୍କୁ ଭଲ ବୃଦ୍ଧାଶ୍ରମରେ ରଖିଦେବି। ଜଗନ୍ନାଥଙ୍କ ହୃଦୟ କମ୍ପି ଉଠିଲା। ସେ ଭାବିଲେ, ମୁଁ ତାଙ୍କ ପାଇଁ ଜୀବନ ଦେଲି, କିନ୍ତୁ ମୁଁ ତାଙ୍କ ମଣିଷ କରିପାରିଲି ନାହିଁ। ବୃଦ୍ଧାଶ୍ରମରୁ ଚିଠି। ଜଗନ୍ନାଥ ଏକ ଚିଠି ଲେଖିଲେ ପୁଅକୁ। ମୁଁ ତୋ ପାଇଁ ଘର ତିଆରି କରିଲି, କିନ୍ତୁ ଘରର ମୂଲ୍ୟ ଶିଖାଇନି। ମୁଁ ତୋ ପାଇଁ ଟଙ୍କା ରଖିଦେଲି, କିନ୍ତୁ ମଣିଷତା। ମୁଁ ତୋତେ ସୁବିଧା ଦେଲି, କିନ୍ତୁ ସଂଘର୍ଷ ଶିଖାଇନି। ଆଜି ମୋ ଭୁଲର ଦଣ୍ଡ ମୁଁ ଭୋଗୁଛି। ବୁଝିଲ ତ ବନ୍ଧୁମାନେ? ଭାଇ, ଆମେ ଆମ ସନ୍ତାନକୁ ଭଲ ପାଉଛୁ, କିନ୍ତୁ ଭଲ ପାଇବା ମାନେ କେବଳ ସୁବିଧା ସୁଯୋଗ କରିଦେବା ନୁହେଁ। ସତ ଭଲ ପାଇବା ହେଉଛି ଭୁଲ କଲେ ଶିଖାଇବା, ଅଭିମାନ ଆସିଲେ ବୁଝାଇବା, ପରିଶ୍ରମର ମୂଲ୍ୟ ଦେଖାଇବା, ବଡ଼ମାନଙ୍କ ପ୍ରତି ମାନବତା ଶିଖାଇବା। ଟଙ୍କା ସନ୍ତାନକୁ ଆଡ଼ମ୍ବର ଦେଉଛି, ସଂସ୍କାର ସନ୍ତାନକୁ ହୃଦୟ ଦେଉଛି। ଭାବନାପୂର୍ଣ୍ଣ ମୋଡ଼।
ଦିନେ ପୁଅ ବୃଦ୍ଧାଶ୍ରମରେ ଗଲେ। ସେ ଦେଖିଲେ ତାଙ୍କ ବାପା ଅନ୍ୟ ବୃଦ୍ଧଙ୍କୁ ପଢ଼ାଉଛନ୍ତି, ହସାଉଛନ୍ତି, ସହାୟତା କରୁଛନ୍ତି। ପୁଅର ଆଖିରେ ଲୁହ ଆସିଗଲା। ସେ ବୁଝିଲା, ମୋ ବାପା ଧନୀ ନୁହେଁ, ମୋ ବାପା ମହାନ ଥିଲେ। ସେ ବାପାଙ୍କ ପାଖରେ ହାତ ଯୋଡ଼ି କହିଲା, ମୋତେ କ୍ଷମା କରିଦିଅନ୍ତୁ। ଆପଣ ମୋତେ ସବୁ ଦେଇଥିଲେ, କିନ୍ତୁ ମୁଁ ତାହାର ମୂଲ୍ୟ ବୁଝିପାରିଲି ନାହିଁ। ହଁ ବନ୍ଧୁମାନେ, ଭାଇ ଆସ, ସନ୍ତାନ ମାନେ ଆମ କଥା ନୁହେଁ, ଆମ ଜୀବନ ଦେଖି ଶିଖନ୍ତି। ତୁମେ ଯଦି ସଂସ୍କାର ଦେବେ, ସେ ଦିନେ ତୁମକୁ ସମ୍ମାନ ଦେବ। ତୁମେ ଯଦି କେବଳ ଟଙ୍କା ଦେବ, ସେ ଦିନେ ଟଙ୍କାକୁ ହିଁ ମୂଲ୍ୟ ଦେବ। ଦିନେ ଆମେ ଚାଲିଯିବୁ, କିନ୍ତୁ ପ୍ରଶ୍ନ ରହିଯିବ, ଆମ ସନ୍ତାନ ଆମକୁ ସ୍ମରଣ କରିବେ ଟଙ୍କା ପାଇଁ ନା ଆମ ମୂଲ୍ୟବୋଧ ପାଇଁ? ଭାଇ, ଟଙ୍କା ଦିଆଯାଇଥିବା ସନ୍ତାନ ସମ୍ପତ୍ତିର ରକ୍ଷକ ହୋଇପାରେ, କିନ୍ତୁ ସଂସ୍କାର ଦିଆଯାଇଥିବା ସନ୍ତାନ ପରିବାରର ଗୌରବ ହୁଏ। ସେଇପାଇଁ ଆଜି ନିଷ୍ପତ୍ତି ନିଅନ୍ତୁ, ସନ୍ତାନକୁ ଟଙ୍କା ନୁହେଁ, ସଂସ୍କାର ଦିଅନ୍ତୁ। ହଁ ବନ୍ଧୁମାନେ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଗୋଟେ ଲାଇକ୍ କରନ୍ତୁ, ଆଉ କେମିତି ଲାଗିଲା କମେଣ୍ଟରେ ଲେଖିଯାଆନ୍ତୁ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ନମସ୍କାର ବନ୍ଧୁମାନେ।